ଜିତୁ ମୁଣ୍ଡାଙ୍କୁ 10 ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ୱାଲାହର ପ୍ରତିଷ୍ଠାତା। ବ୍ୟାଙ୍କରୁ ଜମା ଟଙ୍କା ଉଠାଇବାକୁ ମୃତ ଭଉଣୀଙ୍କ ଶବ ଖୋଳି ନେବାର ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଏବେ ସବୁ ମହଲରେ ଚର୍ଚ୍ଚାର କାରଣ ପାଲଟିଛି। ଏମିତିରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜିତୁ ମୁଣ୍ଡାଙ୍କ ପାଇଁ ବଢ଼ିଛି ସହାୟତାର ହାତ। ପୂର୍ବରୁ ରେଡ୍କ୍ରସ ପକ୍ଷରୁ ଜିତୁଙ୍କୁ 10,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଏବେ ତାଙ୍କୁ ସାହାଯ୍ୟ କରିଛନ୍ତି ଫିଜିକ୍ସ ୱାଲା ଏବଂ ବିଦ୍ୟାପୀଠର ସିଇଓ ଅଲକ ପାଣ୍ଡେ। ସେ ଅନଲାଇନ ମାଧ୍ୟମରେ ଜିତୁଙ୍କୁ 10 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିଭଳି ଜିତୁ ମୁଣ୍ଡାଙ୍କୁ 2 ପୂର୍ବତନ ପିସିସି ସଭାପତି ମଧ୍ୟ 24,000 ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନା ଥାଉ କି କେନ୍ଦୁଝର ଜିଲ୍ଲା ମଲ୍ଲିପଶି ଅଞ୍ଚଳରେ ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ, କିନ୍ତୁ ସେଠାରେ ବ୍ୟାଙ୍କ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧାସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହାପରେ ଏକ ଛାତିଥରା ଦୃଶ୍ୟ ବ୍ୟାଙ୍କରେ ଉପୁଜିଥିଲା। ତେବେ ଏହାପରେ ମାମଲା ପ୍ରଶାସନିକ ସ୍ତରରେ ଜୋର ଧରିଥିଲା। ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା ପରେ ଜିତୁଙ୍କୁ ତାଙ୍କ ଟଙ୍କା ଫେରସ୍ତ ହୋଇଥିଲା।